ଯେ ଆପଣ ନନା ଏଇଠି ଚିନ୍ତା ଗୋଟେ କଥା କରନ୍ତୁ। ଏଇଠି ପ୍ରଶ୍ନ ଉଠୁଛି ଯୋଉ ନାଣ୍ଡୁ ବାବୁଙ୍କ କଥା ଉଠୁଛି ଆପଣ ଯେମିତି ଅଭିଯୋଗ କରିଥିଲେ ସେ କାହା ବଳରେ ଏତେ ବଳିଆନ କୋଉ ପଲିଟିକାଲ ପାର୍ଟିର ପ୍ରେସର ରହୁଛି କି ମାନେ ସେ କୋଉ ପଲିଟିକାଲ ପାର୍ଟିକୁ ପ୍ରେସର ପକେଇ ପୋଲିସ ପାଖରୁ ବଞ୍ଚୁଛନ୍ତି କି ନନା? ଦେଖନ୍ତୁ ଆଜ୍ଞା, ଆମେ ତ କଳାକାର, ଆମର ଅଭିନୟ କରିବା ଆମର କାମ। ଆମେ ତ କାହାର ପୋଲିସ ଗାଡ଼ି ପୋଡ଼ି ଦେଇନୁ କି କୋଉ ଆର୍ଆଇ କି ବନ୍ଧୁକ ଦେଖେଇନୁ, ଏସପି ଡିଏସି କୁ ମାରିନୁ। ସେ ତାଙ୍କ ମୁହଁରେ କହୁଛନ୍ତି ମୁଁ ଏତଟା କେସ୍ କରିଛି, ଏତଟା କେସ୍ କରିପାରିବି। ହୁଁ ଆଉ ତାଙ୍କ ହାତରେ କିଏ ବଳିଆନ ସବୁ ଅଛନ୍ତି ସେ କଥା ହିଁ ତାଙ୍କୁ ହିଁ ଜଣା। ହୁଁ 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 ଆମେ ସମସ୍ତଙ୍କର, ହୁଁ ଆମେ କଳାକାର ସମସ୍ତଙ୍କର, ଆମେ ହୁଁ କେବଳ ଜଣଙ୍କର ନୁହଁ, ହୁଁ ଆମେ ଓକେ ସମସ୍ତଙ୍କର। ନିଶ୍ଚୟ। ନନା ଯେମିତି କି ଏବେ ପ୍ରଶ୍ନ ଉଠୁଛି ଆଉ ଗୋଟେ କଥା ଆପଣଙ୍କୁ ଯେମିତି ବ୍ୟାନ କରାହେଇଛି ଏବେ ବାପି ମାମୁନି ଯିଏ ଯାତ୍ରାରେ ଅଛନ୍ତି ସେମାନେ ବି ଡରି ଯାଉଛନ୍ତି କୁଆଡେ ମାଲିକ ସଂଘ ସେମାନଙ୍କୁ ବି ବ୍ୟାନ କରିଦେଇ ପାରେ। ଦେଖନ୍ତୁ ଆଜ୍ଞା, ମତେ ମାଲିକ 22ଟା ମାଲିକ ମତେ ବ୍ୟାନ କରିଦେଲେ, ତାଙ୍କ ପାଟିକି ମୁଁ ରହିବିନି। ହୁଁ ମୁଁ ଅନ୍ୟ କୌଣସି ଛୋଟ ପାଟିକି ଯିବି ହୁଁ କି ବଡ ପାଟିକି ଯିବି, ଅନ୍ୟ ହୁଁ ପାର୍ଟି ମାଲିକ ସଂଘ ନେଇ ସେ ମତେ କଳା ପରେ ଆଜ୍ଞା ମୁଁ ଯଦି କଳା ମୋ ପାଖରେ ଯଦି ଅଛି ମୁଁ କୋଉଠି ବି ନାଚି ପାରିବି। ଆଜ୍ଞା ନନା। ସେମାନେ ନଚେଇ ନିଅନ୍ତୁ କିଛି ଅସୁବିଧା ନାହିଁ। ହୁଁ ଯଦି ମୋ ଭଗବାନ ମୋ କତିରୁ ମୋର ରଙ୍ଗ ପାଉଡର ଛଡେଇ ନବ ତାହେଲେ ଛଡେଇ ନବ। ଆଜ୍ଞା ମୁଁ ଗୋଟେ ଜିଦିର କହିଥିଲି ଯେ ମୁଁ ମୁହଁ ରଙ୍ଗରେ ପାଉଡର ମାରିବି ନାହିଁ। ହୁଁ ଆଉ ମୋର ବି ସେଇଟା ହେଲା, ମୁଁ ତମ ମାଲିକ ମାନଙ୍କ ପାଖରେ ଚାକିରି କରିବି ନାହିଁ। ହୁଁ ନନା ଯଦି ଏଇଭଳିଆ ଯାତ୍ରାରେ ଚାଲିବ ଯାତ୍ରା ତ ତାହେଲେ ଆଉ ବର୍ଷେ 2 ବର୍ଷ ଭିତରେ ବନ୍ଦ ହେଇଯିବ ପୁରାପୁରି। ଦେଖନ୍ତୁ ଆଜ୍ଞା, ଯାତ୍ରା ଯୋଉ ଭଳିଆ ଆମକୁ ଲୋକ ଭଲ ପାଉଛନ୍ତି, ଯାତ୍ରା କେବେ ଯାତ୍ରା ରହିଛି ରହିବ ଆଉ ରହିଥିବ। ଆଜ୍ଞା କିନ୍ତୁ ଏଇ କେତେ ଜଣ ମାଲିକ ପାଇଁ ହୁଁ ଆଜି ଯାତ୍ରା ଜଗତ ନିନ୍ଦିତ ହେଇଯାଉଛି। ହୁଁ ଲୋକ ମୁହଁ ଫେରେଇ ଦଉଛନ୍ତି, ହୁଁ ଆମ ଯାତ୍ରାକୁ କ୍ରିଟିସାଇଜ କରୁଛନ୍ତି, ଆଜ୍ଞା ଆମକୁ ହେରସ ଲାଗୁଛି, ହୁଁ ଆମର କଳାର ସ୍ୱାହା କମି ଯାଉଛି। ନିଶ୍ଚୟ ନନା। ହଁ ଆମର ଧର୍ମ ହୁଁ ସବୁବେଳେ ଆମକୁ ମନ ଆମର ଖୁସି ଥିଲେ ଆମେ ହସିକି ନାଚିବୁ। ହୁଁ 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 ଆଉ ମନକୁ କିଛି ଗୋଟେ ନନା କଳାକାର ଯେତେବେଳେ ମନକୁ କଷ୍ଟ ଆପଣଙ୍କୁ ବି ହେଲେ ନାଣ୍ଡୁ ବାବୁ ଯେତେବେଳେ ମାଡ ମାରିଥିଲେ ଆମେ ଖବର ବି ଆମ ଚ୍ୟାନେଲରେ ବାର ଦେଖେଇଥିଲୁ ଯେ ଆଜ୍ଞା ଆପଣଙ୍କୁ ଯେମିତି ନ୍ୟାୟ ମିଳୁ। କିନ୍ତୁ ଆଜ୍ଞା ତାପରେ ବି ଆପଣଙ୍କ ଘଟଣା ପରେ ବି ନାଣ୍ଡୁ ବାବୁ ଆଉ ଜଣେ ତାଙ୍କର ଅଶୋକ ସମ୍ରାଟର ଯିଏ ନାୟିକା ଥିଲେ ମାମୁନି ତାଙ୍କୁ ପଇସା ମାଗିବାରୁ ଆପଣଙ୍କ ଭଳି ତାଙ୍କର ବକେୟା ପଇସା ଥିଲା ସେ ମାଡ ଆଜ୍ଞା ମାରିଲେ। ସେଇ କିନ୍ତୁ ସେମ୍ ଆଜ୍ଞା ସେଇ ପଇସା ପାଇଁ ସବୁ ନାଟ। ହଁ ଯେତିକି ଜବାବ କରୁଛୁ ସେତିକି ଦିଅନ୍ତୁ, ତା ଭିତରୁ ଯେତିକି ଅନ୍ୟ କିଏ ମାଗୁଛି ସେଥିପାଇଁ ପନିସମେଣ୍ଟ ତାଙ୍କୁ ଦିଅନ୍ତୁ। ନିଶ୍ଚୟ ମୁଁ ତ ମୋର ଯେତିକି ଜବାବ ଭିତରେ ପଇସା ମାଗିଥିଲି ନା, ହୁଁ 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 ମୋ ଜବାବ ବାହାରକୁ ପଇସା ମାଗିନି କି ଏ ବର୍ଷର ପଇସା ନେଇ ଆସନ୍ତା ବର୍ଷ ପଇସା ମାଗିନି। ଅନେକ ଆଜ୍ଞା ଲୋକ କହୁଛନ୍ତି ଗତ ବର୍ଷ 6 ଲକ୍ଷ ନେଇ ଆଇଲା ଫେରେଇ ଦେଲା, ଏ ବର୍ଷ ନେଇ ଆଇଲା ପୁଣି ଘିନି ଆଣୁଛି। ଆରେ ସତ୍ୟଟା କଣ ଜାଣ, ଆଜ୍ଞା ତାପରେ ତମେ କହିବ। ଆମେ ତ ସତ୍ୟକୁ ଏପର୍ଯ୍ୟନ୍ତ ସମ୍ମାନ ଦେଇକି ରହିଛୁ, ଆମେ ଚୁପଚାପ। ହୁଁ ଆମେ ଏଫଆଇଆର ଦେଇକି ରହିଛୁ, ହୁଁ କୋଉ ଦିନ କାର୍ଯ୍ୟକାରୀ ହଉଛି, କୋଉ ଦିନ ହୁଁ ଆମର ନ୍ୟାୟ ଆମକୁ ମିଳୁଛି, ହୁଁ କୋଉଦିନ 36ଟା କ୍ୟାମେରା ଭିତରେ ମୋର ଫିଗର କଣ ଆଉଛି କଣ ନାହିଁ ସବୁଗୁଡା ହୁଁ ତ ମୁଁ କହିସାରିଛି। ଓକେ କଣ କାଲି ନନା ଆଉ ଗୋଟେ କଥା ମାମୁନି ବାପି ଯିଏ ଅଶୋକ ସମ୍ରାଟରେ ଅଛନ୍ତି ତାଙ୍କର ଆଉ ଗୋଟେ ପାର୍ଟି ନାଣ୍ଡୁ ବାବୁଙ୍କର ଯୋଉ ସେ ଆଜ୍ଞା କହିଲେ ଯଦି ମତେ ମାଡ ହେଇଛି ନରୀ ନନାଙ୍କୁ ବି ମାଡ ମାରିଥିବା କଥା ସତ, କିନ୍ତୁ କାହିଁକି ପୋଲିସ ପ୍ରୁଭ୍ କରିପାରୁନି? ପୋଲିସ କଣ ପାଇଁ ନନା ଚୁପ୍ ବସିଛି? ସେଇଟା ଆଜ୍ଞା ସେ ଆଇନ କହିବ। ହୁଁ କଣ ପାଇଁ ଏତେ ପ୍ରମାଣ ଆମେ ଦେଲା ପରେ, ହୁଁ ଏତେ ସାକ୍ଷୀ ଆମେ ଦେଲା ପରେ ଆଜ୍ଞା ନିଜେ ସେ ମାଲିକ ସ୍ୱୀକାର କରିଛନ୍ତି ଯେ ମୋର 36ଟା କ୍ୟାମେରା, ମୋ ଆଜ୍ଞା ମୁଣ୍ଡ ଉପରେ ଅଛି କ୍ୟାମେରା, ମୁଁ ସବୁ ଦେଖେଇଦେବି। ହୁଁ ସେଦିନ କହୁଥିଲେ 200 ଲୋକ ଖାଉଥିଲେ, ମୁଁ ତାଙ୍କୁ ବାଡେଇଲି କେମିତି? ହଁ ତାପରେ କହିଲେ 50 ଲୋକ ଆମେ ଖାଉଥିଲେ। ହୁଁ ତାପରେ ସେ ଘର ଥିଲା କାଚ ଆଜ୍ଞା ପୁଣି ହେଲା ଧଳା। ଆଜ୍ଞା ନନା ଏତେ ଭିତରେ ପ୍ରମାଣ ଭିତରେ ଯେ କାହିଁକି ନିରବତା ରହିଛନ୍ତି ଆମେ ବି କିଛି ପ୍ରଶ୍ନ, ଆମେ ବି ଆମକୁ କେତେ ପ୍ରମାଣ ଆମ ଯୋଗାଡ କରିଦବୁ? ଓକେ ଏଣିକି ଆମେ ଧର୍ମକୁ ହାତ ଟେକି ଦେଇଛୁ, ଏଠି ନିଶ୍ଚୟ। ଯାହା ହବ। ନନା ଆଉ ଗୋଟେ କଥା କାଲି ମାମୁନି ମୁଁ ଯେତେବେଳେ ତାଙ୍କର ବାଇଟ୍ ନେଲି ସେ କାଲି ଆଉ ଗୋଟେ କଥା କହିଲେ ନରୀ ନନାଙ୍କୁ ଯେତେବେଳେ ମାଡ ହେଇଥିଲା ଆଜ୍ଞା ସେଠି କଳା କାଚ ଲାଗିଥିଲା ସେଇ ତାଙ୍କର ଯୋଉ ଢାବା ଭିତରେ, ଆଜ୍ଞା କିନ୍ତୁ ଯେତେବେଳେ ତାର 2 ଦିନ ପୂର୍ବରୁ ସେଠି ଧଳା କାଚ ଲଗାଗଲା ନାଣ୍ଡୁ ବାବୁ ନିଜେ ଚେଞ୍ଜ କରିକି ଧଳା କାଚ ଲଗେଇଥିଲେ। ଆଜ୍ଞା ଏଇଟା ଆଜ୍ଞା ସତ୍ୟ। ମୁଁ ସତ୍ୟ ମୋ ଆଖି ଦେଖିଛି ନା କଳା କାଚ। ହଁ ମୋ କିନ୍ତୁ ଆଖି ପୁଣି ଯେତେବେଳେ ଦେଖୁଛି ଧଳା ପୋଲିସ କାଚ। ଯେତେବେଳେ ଭେରିଫିକେସନ କରିବାକୁ ନନା ଗଲା ସେଠି ଆଜ୍ଞା ଦେଖିଲା ଯେ ଧଳା କାଚ ଲାଗିଛି। ଆଜ୍ଞା ଏଇଟା ମାମୁନି କାଲି ନିଜେ କହିଛନ୍ତି। ନନା ଏଇ କଥା କେତେ ସତ ଥିଲା? ଏଇଟା ମାମୁନି ଯୋଉ କହୁଛି ସମ୍ପୂର୍ଣ୍ଣ ସତ୍ୟ। ଆଗରୁ କଳା କାଚ ଥିଲା, ମୁଁ ଦେଖିଛି କଳା କାଚ, ଅନେକ ଲୋକ ଦେଖିଛନ୍ତି କଳା କାଚ, ଆଜ୍ଞା କମିଟି ଲୋକ ଦେଖିଛନ୍ତି କଳା କାଚ। ହଁ ଏହା ପୂର୍ବରୁ ଆଉ ଜଣେ ଆମର ତାଙ୍କରି ପାର୍ଟିରେ କାର୍ଯ୍ୟରତ ଥିଲା ଯେତେବେଳେ ମ୍ୟାନେଜର ହୁଁ ସିଏ ବି କହିଛନ୍ତି କଳା କାଚ। ଆଜ୍ଞା
ମୋର ମାଡ ହେଇସାରିଲା ପରେ 2 ଦିନ ପରେ ଧଳା କାଚ କେମିତି ହେଇଯିବ? ନିଶ୍ଚୟ ମାମୁନି କହିଲେ ଯେ ଆମେ ବି ସେ ଢାବାକୁ ଅନେକ ଥର ଯାଇଛୁ, ଆଜ୍ଞା କିନ୍ତୁ ସେତେବେଳେ କଳା କାଚ ଲାଗିଥିଲା। ନରୀ ନନା ବି ଯେତେବେଳେ ଯାଇଥିଲେ ସେ କଳା କାଚ ଲାଗିଥିଲା, ଆଜ୍ଞା କିନ୍ତୁ ଆଜ୍ଞା ଯେତେବେଳେ ପୋଲିସ ଭେରିଫିକେସନ କଲା, ପୋଲିସ ଯେତେବେଳେ ପହଞ୍ଚିଲା ଦେଖିଲା ସେଠି ଧଳା କାଚ ଲାଗିଛି। ଆଜ୍ଞା ସେ ଏପର୍ଯ୍ୟନ୍ତ ଚାର୍ଜସିଟ ତ ଆମକୁ ଦେଇନାହାନ୍ତି। ହୁଁ ସେ ଲେଖିକି କଣ ଦିଅନ୍ତୁ ଦିଅନ୍ତୁ, ତାପରେ ଆମେ ଷ୍ଟେପ ନବା। ଓକେ। ଆମେ ସେ ପର୍ଯ୍ୟନ୍ତ ଆଇନକୁ ସମ୍ମାନ ଦେଇ ଚାଲିଛୁ, ଆଇନ ହୁଁ। କଣ ବୁଝୁଛୁ ଆମେ ଦେଖିବା। ଆଉ ନନା ଆପଣଙ୍କର ଯେମିତି ବ୍ଲାଙ୍କ ପେପରରେ ସାଇନ କରିକି ନାଣ୍ଡୁ ବାବୁ ନେଇଥିଲେ, ମାମୁନିର ବି ସେମିତି ବ୍ଲାଙ୍କ ପେପରରେ ସାଇନ ହେଇଥିଲା। ନନା ଆଜ୍ଞା କେମିତି କଣ ସାଇନ ହୁଏ? ଆଜ୍ଞା ସେ ଦେଖନ୍ତୁ ସେମିତି ଆମର ତ ବିଶ୍ୱାସର ଚାଲେ ନା ଯାତ୍ରା। ଆଜ୍ଞା ଏପର୍ଯ୍ୟନ୍ତ ମୁଁ 30 ବର୍ଷ ହେଲା ବିଶ୍ୱାସର ସବୁ ଆମର ସାଇନ ଚାଲେ। ହୁଁ ପଛ ମୁହୂର୍ତ୍ତରେ ସେ 5 ବର୍ଷର 10 ବର୍ଷର କଣ କରିକି ଦେଖେଇ ଦଉଛନ୍ତି ଆଜ୍ଞା, ସେ ଆମର ଓର ଆମେ ପାଇବୁନି। ଆଜ୍ଞା ନନା ବିଶ୍ୱାସ ଆପଣଙ୍କ ଭଳି ବାପି ମାମୁନିକୁ ଏମିତି 5 ଲକ୍ଷ ଟଙ୍କା ନେଇଛ ବୋଲି ଗୋଟେ ବ୍ଲାଙ୍କ ପେପରରେ ସାଇନ କରିଦେଇଛନ୍ତି। କହିଦେଇ ପାରିବେ, କିଛି ଅବିଶ୍ୱାସ ନାହିଁ ତାଙ୍କ ପ୍ରତି କିଛି ବି ଅବିଶ୍ୱାସ ନାହିଁ। ଓକେ। ଦେଖନ୍ତୁ ଆଜ୍ଞା ଅତୀତରେ ବହୁତ ଲୋକଙ୍କୁ ବାଡେଇଛନ୍ତି, କମିଟିଙ୍କ ସାମ୍ନାରେ ବାଡେଇଛନ୍ତି। ତାପରେ ନନା ଆଉ କିଛି କଳାକାର ଥିଲେ ଯୋଉମାନଙ୍କୁ ବି ନାଣ୍ଡୁ ବାବୁ ତାଙ୍କ ନିଜ ପାର୍ଟିର କଳାକାର ମାନଙ୍କୁ ଧମକେଇକି କହୁଥିଲା କି ମୋ ନାଁରେ ଭଲ ଭାବରେ ମିଡିଆରେ ବାଇଟ ଦିଅ। ହଁ ଜବରଦସ୍ତ କରାହେଇଛି। ହଁ ଜବରଦସ୍ତ କରାହେଇଛି। ମାମୁନି ବି ଆଗରୁ ମାମୁନି ମ୍ୟାଡାମ ବି ଏଇ ବାଇଟ ଦେଇଥିଲେ। ମୁଁ ଯେତେବେଳେ ହଁ ମାମୁନି ମ୍ୟାଡାମକୁ କାଲି ପଚାରିଲି, ମ୍ୟାଡାମ ଆପଣ ବି ନାଣ୍ଡୁ ବାବୁଙ୍କ ନାଁରେ ଭଲ କହିଥିଲେ। ସେ ମତେ କହିଲେ କି ଯେତେବେଳେ ନରୀ ନନାଙ୍କୁ ମାଡ ହୋଇଥିଲା, ନାଣ୍ଡୁ ବାବୁ ଆମକୁ ଧମକେଇକି କହିଥିଲେ ମୁଁ ଯେହେତୁ ତମ ମାଲିକ, ତମେ ମୋ ନାଁରେ ଭଲରେ ମିଡିଆରେ ବାଇଟ ଦିଅ। ନିଶ୍ଚିତ ମାନେ ଆଜ୍ଞା ବଞ୍ଚିବା ପାଇଁ ସେ ସବୁ ପ୍ରୟାସ କରିବେ, କିନ୍ତୁ ଧର୍ମ ତ ଜଣେ ଅଛି ନା, ଆଜ୍ଞା ତାଙ୍କ କତିରୁ ଖସିଯିବେନି କେହି। ନିଶ୍ଚୟ ଗୋଟେ ନିଶ୍ଚୟ ବ୍ରାହ୍ମଣ ପିଲାକୁ ବ୍ରହ୍ମ କଣ୍ଠି ଯେ କାନ୍ଧରେ ପକେଇଛି, ଆଜିକା ଡେଟରେ ମୁଁ କହୁଛି ସେ ଯେତିକି ନିଜକୁ ଯେପର୍ଯ୍ୟନ୍ତ ନ ମାନିକି ଜଗନ୍ନାଥ ମୁକ୍ତି ମଣ୍ଡପରେ ଯାଇକି ଯଦି ସତ କଥା ନ ମାନିକି ନ ଯାଇ, ତାଙ୍କ ପ୍ରତି ବହୁତ ବିପଦ ପଡିବ। ନିଶ୍ଚୟ ଘୋର ବିପଦ ପଡିବ। ନିଶ୍ଚୟ ନନା ଯୋଉ ଏଇ ଯୋଉ ଗୋଡରେ ମତେ ଗୋଇଠା ମାରିଛନ୍ତି, ମୁଁ କହୁଛି ସେ ଗୋଡ ଅଚଳ ହେଇଯିବ, ତା ନିଶ୍ଚୟ ବଂଶ ବୁଡିଯିବ। ନିଶ୍ଚୟ ମୁଁ ନନା ଯଦି କହୁଥିବି ମିଛ, ମୋ ବଂଶ ବୁଡିଯିବ। ନିଶ୍ଚୟ ନନା ଆପଣ ଟିକେ ମାନେ ଧୈର୍ଯ୍ୟ ଧରନ୍ତୁ, ମୁଁ ବହୁତ ଜାଣିପାରୁଛି। କଷ୍ଟ ଲାଗୁଛି ଆଜ୍ଞା, ଏମିତି ନିଶ୍ଚୟ ନିଶ୍ଚୟ କଳାକାରକୁ ମାନେ ବହୁତ କାନ୍ଦନ୍ତୁନି। ଦାନା ଛଡେଇ ନିଅନ୍ତୁନି ଆମକୁ। ନିଶ୍ଚୟ ନନା କାନ୍ଦନ୍ତୁନି। ଯୋଉ ମାଲିକ ସଂଘ ତ ସବୁ ଜିନିଷ ଦେଖୁଛି, ଯୋଉ ମାଲିକ ଅଛନ୍ତି ଆମର 15-20 ଜଣ, ସେ ତ ସବୁ ଦେଖୁଛନ୍ତି। ହୁଁ। ସେ କାହିଁକି ମାଲିକ ସଂଘରୁ ନାଣ୍ଡୁ ବାବୁଙ୍କୁ ବ୍ୟାନ କରୁନାହାନ୍ତି? ଆଜ୍ଞା ଯଦି କହିବି ନା, ମାଲିକ ସଂଘ ନିଆଁ ଲାଗିଯିବ। ଆଜ୍ଞା ନିଆଁ ଲାଗିଯିବ। କଳାକାରକୁ କେବଳ ନିଆଁ ଲଗଉଛନ୍ତି ମାଲିକ ମାନେ। କେତେ ଜଣ ମାଲିକ, ଯୋଉଟା କି ନମିତା ମୋ ଭଉଣୀ କହିଥିଲା ଯେ ଆଜ୍ଞା ଛାତିରେ ହାତ ଦେଇ କହିପାରିବେ ଯେ ତମେ କୌଣସି କଳାକାରକୁ ମୁଁ କିଛି କହିବୁ ନାହିଁ, ତାଙ୍କ ଇଣ୍ଡଷ୍ଟ୍ରି ବଦନାମ ହେଇଯିବ, ଆମ ଇଣ୍ଡଷ୍ଟ୍ରି ବଦନାମ ହେଇଯାଉଛି ଆସ୍ତେ ଆସ୍ତେ। ଓକେ ନନା କଣ ଦଣ୍ଡ ମିଳିବା ଦରକାର ଯେ ଗୋଟେ ମାଲିକ ଯଦି କଳାକାରକୁ ମାଡ ମାରୁଛି, ଆପଣଙ୍କୁ ମାଡ ମାରିଲା, ମାମୁନି କି ମାଡ ମାରିଲା, ବାପିକୁ କଳାର ମାଡ ମାରିଲା? କଳାର ଅସମ୍ମାନିତ ହଉଛି କଳାକାରକୁ। କଳାକାର ଗୋଟେ ଫୁଲ ତାକୁ ଅସମ୍ମାନିତ କରାହଉଛି, କଳା ବଞ୍ଚିବ କେମିତି? ଏଇ ଆଜ୍ଞା ଯୋଉ ମାଲିକ ମାନେ, କେତେ ଜଣ ମାଲିକ ମାନେ ଏଇ ଯୋଉ ପ୍ରଭୃତି ଧରିଛନ୍ତି, ଶୀଘ୍ର ଦୂରେଇ ଯାଆନ୍ତୁ। ଏକ ପାଇଁ ଯାତ୍ରାପାତି ନୁହଁ, ଇଏ ଗୁଣ୍ଡାଗର୍ଦି କରନ୍ତୁ। ଆଜ୍ଞା ଏକ ପାଇଁ ଠିକ, ଯାତ୍ରାପାତି ମାଲିକ ହେବାର ଯୋଗ୍ୟତା ତାଙ୍କର ନାହିଁ। ଆଜ୍ଞା ନନା ଠିକ ମାଲିକଟି ଏତେ ସୁନ୍ଦର ଲୋକ, ମାଲିକ ଯିଏ ସେ ସେଇଭଳିଆ ହୃଦୟବାନ ଲୋକ ହବା ଦରକାର। ଓକେ ଠିକ ଅଛି ନନା, ଧନ୍ୟବାଦ ଆମ ସହିତ ଯୋଡି ହେଇଥିଲେ ଆପଣ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଦେଖିବା ଏ ଖବର ଆମେ ନନା ବଜେଇବୁ ହେଲା, ଯେପର୍ଯ୍ୟନ୍ତ ଆପଣ ମାନଙ୍କୁ ନ୍ୟାୟ ନ ମିଳିଛି ଏ ଖବର ଆମେ ଆମ ଗଣମାଧ୍ୟମରେ ନିଶ୍ଚୟ ଦେଖାଇବୁ। ଆମର ଗଣମାଧ୍ୟମ ମିଡିଆ ହେଲା ଆମର ସର୍ବସ୍ୱ, ସେଇମାନଙ୍କ ପାଇଁ ଆଜି ଆମେ ବହୁତ ସତ୍ୟ ସତା ଆଗକୁ ଆସୁଛି। ନିଶ୍ଚୟ ନନା ଧନ୍ୟବାଦ। ଜୟ ଜଗନ୍ନାଥ।